କାହାଣୀ ଡକାୟତଙ୍କ ଆକ୍ରମଣରୁ ରକ୍ଷା। ବ୍ରହ୍ମ ସମାଜର ପ୍ରଚାରକ ଜ୍ଞାନୀ ଗୁଣୀ ସୁବକ୍ତା କେଶବଚନ୍ଦ୍ରଙ୍କ ବ୍ୟକ୍ତିତ୍ୱରେ ଆକର୍ଷିତ ହୋଇ ଅଘୋରନାଥ ତାଙ୍କର ଅନୁଗାମୀ ହୋଇଗଲେ। ସେ ସାରା ଜୀବନ ବ୍ରହ୍ମ ସମାଜର ପ୍ରଚାରକ ପ୍ରସାରକ ଓ ପୃଷ୍ଠପୋଷକ ରୂପେ କାମ କଲେ। ଦିନେ ଅଘୋରନାଥ ବିହାର ପ୍ରଦେଶର ଛାପ୍ରା ସହରଠାରୁ 9 ମାଇଲ ଦୂରରେ ଥିବା ଏକ ପାନ୍ଥଶାଳାରେ ଏକୁଟିଆ ରାତ୍ରି ଯାପନ କରୁଥିଲେ। ମଧ୍ୟରାତ୍ରିରେ ସେ ରହୁଥିବା ପ୍ରକୋଷ୍ଠକୁ ଦଳେ ଡାକୁ ପଶି ଆସିଲେ। ଡାକୁ ସର୍ଦ୍ଦାର ନିର୍ଦ୍ଦେଶ ଦେଲା, ଏଇ ଯାତ୍ରୀ ପାଖରେ ଯାହା ଅଛି ସବୁ ଲୁଣ୍ଠନ କରି ତାକୁ ହତ୍ୟା କର। ଅଘୋରନାଥ ଡାକୁ ସର୍ଦ୍ଦାରର ନିର୍ଦ୍ଦେଶ ଶୁଣି ଭୟରେ ଥରିଲେ। ଭୟାତୁର କଣ୍ଠରେ କହିଲେ, ମୁଁ ଈଶ୍ୱର ଭକ୍ତ, ମୋ ପାଖରେ ଯାହା ଅଛି ତୁମେମାନେ ନେଇଯାଅ, କିନ୍ତୁ ମୋତେ ଜୀବନରେ ମାର ନାହିଁ। ଅଘୋରନାଥଙ୍କ କାକୁତି ମିନତି ଡକାୟତମାନେ ଶୁଣିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ସେ ବଡ଼ ବିକଳରେ କହିଲେ, ପ୍ରଭୁଙ୍କ ଭଜନ ଆବୃତ୍ତି କରିବା ପାଇଁ ମୋତେ କିଛି ସମୟ ଦିଅ। ଏହି କଥା କହି ସେ 2ଟି ଭଜନ ହୃଦୟର ସହ ଆବୃତ୍ତି କଲେ। ଗୋଟିଏ ଭଜନ ଥିଲା, ହେ ପରମେଶ୍ୱର ଆପଣ କୃପାଳୁ, ମୁଁ ହତଭାଗା, ଆପଣ ଦାତା, ମୁଁ ଗ୍ରହିତା, ମୋତେ ରକ୍ଷା କର। ଦ୍ୱିତୀୟ ଭଜନଟି ଥିଲା, ଆପଣଙ୍କ ନାଁ ଶୁଭପ୍ରଦ, ମୋତେ ଅଶୁଭରୁ ରକ୍ଷା କର। ଏ 2ଟି ପ୍ରାର୍ଥନା ଗାଉ ଗାଉ ସେ ଚେତାଶୂନ୍ୟ ହୋଇଗଲେ। ଯେତେବେଳେ ଚେତା ଫେରିଲା, ପାଖରେ ଉପସ୍ଥିତ ଥିବା ଡକାୟତମାନଙ୍କ ମଧ୍ୟରୁ ଜଣେ କେହି କହିଲା, ଏ ଲୋକଟା ଈଶ୍ୱରଙ୍କ ଭକ୍ତ, ଏହାକୁ ହତ୍ୟା କରିବା ନାହିଁ। ପରେ ପରେ ସେମାନେ ଅଘୋରନାଥଙ୍କ ଠାରୁ କିଛି ନ ନେଇ ଚାଲିଗଲେ। ସେଦିନ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ଈଶ୍ୱର କେବଳ ଅଘୋରନାଥଙ୍କୁ ରକ୍ଷା କଲେ ନାହିଁ, ତାଙ୍କ ପାଖରେ ଥିବା ଯତ୍ କିଞ୍ଚିତ ସମ୍ବଳ ମଧ୍ୟ ଲୁଣ୍ଠିତ ହେଲା ନାହିଁ।